ଶୋଇଥିବା ବେଳେ କାନ୍ଥ ଭୁଶୁଡ଼ି ଆଈ ନାତି ମୃତ, ନାତୁଣୀ ଗୁରୁତର। ଜଳେଶ୍ୱରରେ ଲଗାଣ ବର୍ଷାରେ ଭୁଶୁଡ଼ିଲା ମାଟି କାନ୍ଥ। କାନ୍ଥ ଭୁଶୁଡ଼ି ଆଈ ନାତି ମୃତ, ନାତୁଣୀ ଗୁରୁତର। ରାତିରେ ଶୋଇଥିବା ବେଳେ ଧସିଲା ମାଟି କାନ୍ଥ। ନେତୁଆ ପଞ୍ଚାୟତ କପାସୋଦା ଗାଁରେ ଅଘଟଣ। ଶୋଇଥିବା ବେଳେ ଚାଲିଗଲା ଜୀବନ। ଆଖି ବୁଜିଲେ ଆଈ ନାତି। ଲଘୁଚାପ ଯୋଗୁଁ ଲଗାଣ ବର୍ଷା ଲାଗି ରହିଛି। ବିଭିନ୍ନ ସ୍ଥାନରେ ବନ୍ୟା ଜଳ ମାଡ଼ି ଆସିଥିବାରୁ ଲୋକେ ପାଣି ଘେରରେ ରହିଛନ୍ତି। ଏହାରି ଭିତରେ ବାଲେଶ୍ୱରରୁ ଆସିଛି ଦୁଃଖଦ ଖବର। ବଢ଼ିପାଣି ଘେରରେ ଲୋକେ ରହିଥିବା ବେଳେ ଜଳେଶ୍ୱର ଥାନା ଅଞ୍ଚଳରେ ରାତିରେ ମାଟି କାନ୍ଥ ଭୁଶୁଡ଼ି ପଡ଼ିଛି। ଶୋଇଥିବା ବେଳେ କାନ୍ଥ ଧସିବାରୁ ଆଈ ନାତିଙ୍କ ମୃତ୍ୟୁ ହୋଇଛି। ନାତୁଣୀ ଗୁରୁତର ରହିଥିବା ବେଳେ ତାଙ୍କୁ ଜଳେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜଳେଶ୍ୱର ଥାନା ନେତୁଆ ପଞ୍ଚାୟତର କପାସୋଦା ଗାଁରେ ଏହି ଅଘଟଣ ଘଟିଛି। ମୃତକ ହେଉଛନ୍ତି 65 ବର୍ଷିୟା ରାଧିକା ଜେନା ଓ ତାଙ୍କ ନାତି ଜ୍ୟୋତିପ୍ରକାଶ ସ୍ୱାଇଁ। ନାତୁଣୀ ସ୍ମୃତିରେଖାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ସୂଚନା ଅନୁସାରେ ରବିବାର ରାତିରେ ଆଈ ସହ ଭାଇ ଭଉଣୀ ଖାଇସାରି ଘରେ ଶୋଇଥିଲେ। ରାତିରେ ଶୋଇଥିବା ବେଳେ ହଠାତ୍ ଭୁଶୁଡ଼ି ପଡ଼ିଥିଲା ମାଟି କାନ୍ଥ। କାନ୍ଥର ଅବଶେଷ ସିଧା ଆଈ ନାତି ନାତୁଣୀ 3 ଜଣଙ୍କ ଉପରେ ପଡ଼ିଥିଲା। ଫଳରେ ସେମାନେ ଚାପି ହୋଇଯାଇ ଚିତ୍କାର କରିଥିଲେ। ଚିତ୍କାର ଶୁଣି ଦୌଡ଼ି ଆସିଥିଲେ ସାହି ପଡ଼ିଶା ଲୋକେ। ସଙ୍ଗେ ସଙ୍ଗେ 3 ଜଣଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ଡାକ୍ତର ଆଈ ନାତିଙ୍କୁ ମୃତ ଘୋଷଣା କରିଛନ୍ତି। ନାତୁଣୀର ଅବସ୍ଥା ଗୁରୁତର ରହିଥିବା ବେଳେ ତାଙ୍କର ଚିକିତ୍ସା ଜାରି ରହିଛି। ସେପଟେ ବାଲେଶ୍ୱରରେ ବିଭିନ୍ନ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। ସୁବର୍ଣ୍ଣରେଖା, ଜଳକା ଓ ବୁଢ଼ାବଳଙ୍ଗ ନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଉଛି। ଜଳକା ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ ବୁଢ଼ାବଳଙ୍ଗ ସତର୍କ ସଂକେତ ଆଡ଼କୁ ଅଗ୍ରସର ହେଉଛି। ଗତକାଲି ପ୍ରମୁଖ 3ଟି ଯାକ ନଦୀର ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଥିଲା। ବ୍ୟୁରୋ ରିପୋର୍ଟ, ସ୍ୱର୍ଣ୍ଣ ନ୍ୟୁଜ୍।